ଶିବ ସାହୁ। ଆପଣ ମାନେ କଣ ଦେଖିପାରନ୍ତିନି ନା, ଜନ୍ମରୁ ଅନ୍ଧ। ଯେ ଆଜି ମୁଁ ଆସିଛନ୍ତି ଟିକେ ଯାତ୍ରା, ହଁ ମୁଁ ଟିକେ ଟୁ ସାଇ ଟିକେ ଭଲ ପାଏ ବହୁତ। ଟୁ ସାଇ ମୋ ବଡ ଭାଇ ଭଳିଆ ସିଏ। କିଏ? ଟୁ ସାଇ ପିୟୁଷ। ପିୟୁଷ କଣ କର କଣ ରୋଲ କରି ଜାଣିଛନ୍ତି? ସେ ତାଙ୍କର ରୋଲ ବଢିଆ। ଯେ ପିୟୁଷ ଭାଇ ଆପଣ ସାହାଯ୍ୟ କରନ୍ତି। ହଁ, ବହୁତ। ଯୋଉ ଦେଖି ଆମର ଖାଇବା ଦିଅନ୍ତି ନିଅନ୍ତି ସବୁ। ଟୁ ସାଇ ଭଳିଆ ଗୋଟେ ଭଗବାନ ଭଳିଆ ଲୋକ ନା। ବେଳେ ବେଳେ ତାକୁ ଗାଡି ମତେ ବସେଇ ନିଅନ୍ତି। ପିୟୁଷ ଭାଇ ବସେଇ ନିଅନ୍ତି। ହଁ, କେବେ କିଛି ଆର୍ଥିକ ପଇସା ଟଙ୍କା ସହଯୋଗ କରୁଛନ୍ତି? କରିଛି। ହଁ? ସେଟା କହିହବନି। ଯେ ପିୟୁଷଙ୍କ ନାଁରେ ବହୁତ କଥା ବହୁତ ଲୋକ କହୁଛନ୍ତି, କଷ୍ଟ ହୁଏ କି ଯେ ଶୁଣିଲା ପରେ ପିୟୁଷଙ୍କ ନାଁରେ କିଛି ଶୁଣିଲା ପରେ କଷ୍ଟ ହୁଏ? ଯେ ତୁ ସେଇ ନାଁରେ କହିବ ମୁଁ ଟିକେ ମନ ଦୁଃଖ କର। ତୁ ସେଇ ଭଳିଆ ଲୋକ ନାହିଁ। ତୁ ସେଇ ଭଗବାନ ଭଳିଆ ଲୋକ। ଭଗବାନ ଭଳିଆ ଲୋକ। ହଁ, ଆପଣ ଦେଖିବା ପାଇଁ ଆସିଛନ୍ତି ଆଜି ପିୟୁଷ ଭାଇ? ମୁଁ ଦେଖେନି, ମୁଁ ଶୁଣେ ତୁ ସେଇ ଡାଇଲଗ। ଶୁଣିପାରିବେ, ହଁ ସେ ଯାହା କହିବେ ଶୁଣିପାରିବେ। ହଁ, କଣ ଶୁଣିବା ପାଇଁ ଚାହୁଁଛନ୍ତି ପିୟୁଷ ଭାଇଙ୍କ ମୋର? ତାକୁ ଡାଇଲଗ ପିୟୁଷ ଭାଇଙ୍କ ତୁ ଡାଇଲଗ। ସେଇ ଯୋଉ ଡାଇଲଗ କହିବେ ମତେ ଖୁସି ଲାଗେ। ଏମିତି ଡାଇଲଗ କୋଉ ଯାତ୍ରା ପ୍ରତି ଏମିତି କହିନାହାନ୍ତି। କୋଉ ଡାଇଲଗ ମନେ ଅଛି କି? ନା, ମନେ ନାହିଁ? ମୁଁ ଶୁଣିଛି ଆଗରୁ ତୁ ସେଇ ଗୋଟେ ପୋଲିସ ଚାକିରି କରୁଥିଲେ, ପୋଲିସ ଚାକିରି ଛାଡିକି ଏଠି ପଳେଇଛନ୍ତି। ମୁଁ ଯେତେ ଲୋକଙ୍କୁ ପଚାରିଛି ସମସ୍ତେ କହୁଛନ୍ତି ତୁ ସେଇ ଗୋଟେ ପୋଲିସ ଅଫିସର। କେବେ ପିୟୁଷ ଭାଇ ଆପଣଙ୍କୁ ଛାତିରେ କୁଣ୍ଢେଇ ଜାବୁଡି ଧରିଛନ୍ତି? ନାଇଁ, ହେଲ୍ଥ ଚେକ୍ ହେଇଛି।